ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ହେବ ଦ୍ୱିପାକ୍ଷିକ ଆଲୋଚନା। ବିମ୍ଷ୍ଟେକ୍ ଶିଖର ସମ୍ମିଳନୀ ଅବସରରେ ଭାରତ ନେପାଳ ଦ୍ୱିପାକ୍ଷିକ ଆଲୋଚନା ଅର୍ଥପୂର୍ଣ୍ଣ ଏବଂ ଗଠନମୂଳକ ହୋଇଥିବା ସୂଚନା। ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଚଳନ କରିବ ନୂଆ ସିରିଜ୍ର 10 ଟଙ୍କିଆ ଓ 500 ଟଙ୍କିଆ ନୋଟ୍। ଦେଶରେ ସାମୁଦ୍ରିକ ଶିଳ୍ପର ଗୁରୁତ୍ୱ ଦର୍ଶାଇବା ପାଇଁ ଆଜି ପାଳିତ ହେଉଛି ଜାତୀୟ ସାମୁଦ୍ରିକ ଦିବସ। ଏବଂ IPL T20 କ୍ରିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ 12 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାୟାଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରାଗ କୁମାର ଦିସାନାୟକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଆଲୋଚନାରେ ଶକ୍ତି, ବାଣିଜ୍ୟ, ଯୋଗାଯୋଗ, ଡିଜିଟାଲାଇଜେସନ୍ ଏବଂ ପ୍ରତିରକ୍ଷା କ୍ଷେତ୍ର ବିଷୟ ସ୍ଥାନ ପାଇବ ବୋଲି ଜଣାପଡ଼ିଛି। ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ଶ୍ରୀ ମୋଦି ଗତକାଲି ସନ୍ଧ୍ୟାରେ ସେଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଦିସାନାୟକଙ୍କ କ୍ୟାବିନେଟ୍ର ଶୀର୍ଷ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ରାଷ୍ଟ୍ରପତି ଭାବେ ଶ୍ରୀ ଦିସାନାୟକେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ଗସ୍ତ କରିଛନ୍ତି। ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚତୁର୍ଥ ଥର ପାଇଁ ଶ୍ରୀଲଙ୍କା ଗସ୍ତକୁ ଦୃଷ୍ଟିରେ ରଖି ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଗତକାଲି ଉଭୟ ଦେଶର ମିଳିତ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ସହ ପ୍ରବାସୀ ଭାରତୀୟମାନେ ଶ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀ ସହ କଥାବାର୍ତ୍ତା କରି ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଅଙ୍କୁରନ ଦତ୍ତ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଭାରତର ପଡ଼ୋଶୀ ପ୍ରଥମ ନୀତିର ଏକ ପ୍ରମୁଖ ଅଂଶ ହୋଇଥିବାରୁ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବାଣିଜ୍ୟ ଓ ଯୋଗାଯୋଗ କ୍ଷେତ୍ରରେ ସହଯୋଗ ବୃଦ୍ଧି କ୍ଷେତ୍ର ଆହୁରି ସୁଦୃଢ଼ ହେବ ବୋଲି ଅନୁମାନ କରାଯାଉଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଦିସାନାୟକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ଭାରତ ସମର୍ଥିତ ଅନେକଗୁଡ଼ିଏ ପଦକ୍ଷେପ ସମ୍ପର୍କରେ ଘୋଷଣା କରାଯିବ। ଏହି ଗସ୍ତ କାଳରେ ଉଭୟ ନେତା ଅନେକଗୁଡ଼ିଏ ବୁଝାମଣା ପତ୍ରରେ ମଧ୍ୟ ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପୁର ସୂର୍ଯ୍ୟ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ଯୋଗଦେବେ। ପ୍ରଧାନମନ୍ତ୍ରୀ IPKF ସ୍ମାରକୀରେ ଭାରତୀୟ ଶାନ୍ତିରକ୍ଷୀ ବାହିନୀର ଶହୀଦ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଇଲ୍ୟାଣ୍ଡର ବ୍ୟାଙ୍କକ୍ଠାରେ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବା ପରେ ତିନିଦିନିଆ ଶ୍ରୀଲଙ୍କା ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବା ଅବସରରେ ନେପାଳ ପ୍ରଧାନମନ୍ତ୍ରୀ KP ଶର୍ମା ଓଲିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ଏହି ସାକ୍ଷାତ ଆଲୋଚନାକୁ ଅତ୍ୟନ୍ତ ଫଳପ୍ରଦ ବୋଲି କହିଛନ୍ତି। ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ପାଇଁ ବଙ୍ଗୋପସାଗର ପଦକ୍ଷେପର ଷଷ୍ଠ ଶିଖର ସମ୍ମିଳନୀ ଅବସରରେ ନେପାଳ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଆଲୋଚନା ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଏବଂ ଗଠନମୂଳକ ଥିଲା। ଆଗାମୀ ଦିନରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆଞ୍ଚଳିକ ସହଯୋଗକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନେପାଳ ସହ ସମ୍ପର୍କକୁ ଭାରତ ପ୍ରାଥମିକତା ଦେଉଛି। ବିଶେଷକରି ଶକ୍ତି, ଯୋଗାଯୋଗ, ସଂସ୍କୃତି ଏବଂ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଭାରତ ନେପାଳ ବନ୍ଧୁତା ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ସେ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ଏବଂ ସାମୁଦ୍ରିକ ପରିବହନ କ୍ଷେତ୍ରରେ ଚଳିତ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀର କେତେକ ପ୍ରମୁଖ ବିଷୟ ଉପରେ ଉଭୟ ନେତା ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ ଉଭୟ ଦେଶର ପ୍ରଧାନମନ୍ତ୍ରୀ 45 ମିନିଟ୍ରୁ ଅଧିକ ସମୟ ଧରି ଆଲୋଚନା କରିଥିବା ଜଣାପଡ଼ିଛି। ରେଳ ମନ୍ତ୍ରଣାଳୟ 18,658 କୋଟି ଟଙ୍କା ମୂଲ୍ୟର 4ଟି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ 3ଟି ରାଜ୍ୟ ମହାରାଷ୍ଟ୍ର, ଓଡ଼ିଶା ଏବଂ ଛତିଶଗଡ଼ର 15ଟି ଜିଲ୍ଲାକୁ ସଂଯୋଗ କରିବ। ଏହାଦ୍ୱାରା ଭାରତୀୟ ରେଳବାଇର ପରିସୀମା 1,247 କିଲୋମିଟର ବୃଦ୍ଧି ପାଇବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ସମ୍ବଲପୁର ଝାରସୁଗୁଡ଼ା, ଝାରସୁଗୁଡ଼ା ଶାସନ ତୃତୀୟ ଓ ଚତୁର୍ଥ ଲାଇନ୍, ଖରସିଆ ନୂଆ ରାୟପୁର, ପରମାଲକସା ପଞ୍ଚମ ଓ ଷଷ୍ଠ ଲାଇନ୍ ଏବଂ ଗୋଣ୍ଡିଆ ବଲହରସା ରେଳ ଲାଇନ୍ର ଦୋହରୀକରଣ ଅନ୍ତର୍ଭୁକ୍ତ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଟ୍ରେନ୍ ଯାତ୍ରା ସୁଗମ ହେବା ସହ ଖର୍ଚ୍ଚ ହ୍ରାସ ଘଟିବ।
तालचेर अनुगुल से लेके ऑल द वे टू संबलपुर सिटी अभी डबल लाइन है। इस डबल लाइन को अब थर्ड एंड फोर्थ यानी क्वाड्रुपलिंग करेंगे। 4 लाइन्स यहाँ पर बनेंगी। इस प्रोजेक्ट में भी बहुत सिग्निफिकेंट इन्वेस्टमेंट जाएगा, 3,917 करोड़। और एक्सट्रीमली बिजी एरिया ये पारादीप पोर्ट, धामरा पोर्ट और नीचे गोपालपुर पोर्ट और इधर तालचेर अनुगुल, संबलपुर, झारसुगुड़ा और आगे फिर रायपुर वाली साइड, बिलासपुर वाली साइड। इससे बहुत उड़ीसा की जीडीपी में इंक्रीज आएगा। केन्द्र कैबिनेट ମଧ୍ୟ 100% କେନ୍ଦ୍ରୀୟ ପାଣ୍ଠି ସହ ଆଦର୍ଶ ଗ୍ରାମ କାର୍ଯ୍ୟକ୍ରମ 2କୁ ଅନୁମୋଦନ କରିଛନ୍ତି। ଏହାର ବ୍ୟୟ ଅଟକଳ ରହିଛି 6,839 କୋଟି ଟଙ୍କା। ଏ ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, प्रोजेक्ट पे सेकेंड इसका फेज अप्रूव किया। इंडो चाइना बॉर्डर पे 2023 में फर्स्ट फेज हुआ था कवर और आज सेकेंड फेज कवर हुआ, जिसमें 6,839 करोड़ रुपीस से और नए प्रोजेक्ट्स ऐड हुए। अब उसके अलावा जितने भी प्रोजेक्ट्स हैं, बाकी जितने भी एरियाज हैं, गुजरात के, राजस्थान के, पंजाब के और इधर बांग्लादेश से रिलेटेड बॉर्डर एरिया, मिजोरम, म्यांमार से रिलेटेड एरिया, इन सब को कवर करके एक सेकेंड फेज इसका चालू किया है। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ନୂଆ ସିରିଜ୍ର 10 ଟଙ୍କିଆ ଓ 500 ଟଙ୍କିଆ ନୋଟ୍ ଜାରି କରିବ। ଏଥିରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ। ସରକାରୀ ବିଜ୍ଞପ୍ତି ଅନୁଯାୟୀ ନୂଆ ସିରିଜ୍ର 10 ଓ 500 ଟଙ୍କିଆ ନୋଟ୍ରେ ପୁରୁଣା ନୋଟ୍ ଭଳି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ସହ ଡିଜାଇନ୍ ସମାନ ରହିବ। ପୂର୍ବରୁ ରିଜର୍ଭ ବ୍ୟାଙ୍କ ଜାରି କରିଥିବା 10 ଟଙ୍କିଆ ଓ 500 ଟଙ୍କିଆ ନୋଟ୍ ବୈଧ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସାମୁଦ୍ରିକ ଶିଳ୍ପର ଗୁରୁତ୍ୱ ଦର୍ଶାଇବା ପାଇଁ ଆଜି ଜାତୀୟ ସାମୁଦ୍ରିକ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ ଏପ୍ରିଲ 5 ତାରିଖରେ ଏହି ଦିବସ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ସାମୁଦ୍ରିକ ଅଭିଯାନର ଗୁରୁତ୍ୱ ଉପରେ ଆଲୋକପାତ କରିବା ଏବଂ ଯେଉଁମାନେ ମାସ ମାସ ଧରି ସମୁଦ୍ର ମଧ୍ୟରେ ବିଭିନ୍ନ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା। ଜାହାଜ ଚଳାଚଳ ଶିଳ୍ପରେ ଦେଶରେ ଉଲ୍ଲେଖନୀୟ ଅଗ୍ରଗତିକୁ ସ୍ମରଣ କରି ଭାରତ ଆଜି 62ତମ ଜାତୀୟ ସାମୁଦ୍ରିକ ଦିବସ ପାଳନ କରୁଛି। ଏହି ଅବସରରେ ବାଣିଜ୍ୟ ନୌସେନା ସପ୍ତାହ ମଧ୍ୟ ଆଜି ଉଦ୍ଯାପିତ ହେଉଛି। ଏହି ଅବସରରେ ଗୁଜରାଟର ଅହମ୍ମଦାବାଦ ନିକଟସ୍ଥ ଲୋଥାଲଠାରେ ପ୍ରଥମ ରାଷ୍ଟ୍ରୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସର ବିକାଶ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ବିରାସତ ଭି ବିକାଶ ଭି ଯୋଜନା ଅଧୀନରେ ଏହାର ବିକାଶ କରାଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକଳ୍ପର 14ଟି ମ୍ୟୁଜିୟମ୍ ଗ୍ୟାଲେରୀ ମଧ୍ୟରୁ 6ଟି କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ସେହିପରି ଗୁଜରାଟର କଚ୍ଛ ଉପସାଗରରେ ଅବସ୍ଥିତ ଦୀନଦୟାଲ କାଣ୍ଡଲା ବନ୍ଦରରେ 2024-25 ଆର୍ଥିକ ବର୍ଷରେ 150 ନିୟୁତ ମେଟ୍ରିକ୍ ଟନ୍ରୁ ଅଧିକ ମାଲ ପରିବହନ କରି ନୂଆ ରେକର୍ଡ ସୃଷ୍ଟି କରାଯାଇଛି। ଜାତୀୟ ସାମୁଦ୍ରିକ ଦିବସ ଓ ବାଣିଜ୍ୟ ନୌସେନା ସପ୍ତାହ ଅବସରରେ ଜାହାଜ ଚଳାଚଳ ବିଭାଗର ଯୁଗ୍ମ ମହାନିର୍ଦ୍ଦେଶକ ତଥା ନୌବାଣିଜ୍ୟ ବିଭାଗର ପ୍ରମୁଖ ଅଧିକାରୀ କ୍ୟାପ୍ଟେନ୍ ସନ୍ତୋଷ କୁମାର ଡାରୋକର ଆକାଶବାଣୀକୁ କହିଛନ୍ତି, ଆଜି ଜାତୀୟ ସାମୁଦ୍ରିକ ଦିବସ ଅବସରରେ ସାମୁଦ୍ରିକ ପତାକା ଉତ୍ତୋଳନ, ଗଣଦୌଡ଼ ଏବଂ ଯୋଗ ଅଧିବେଶନ ଆୟୋଜନ କରାଯିବ। ଭାରତର ସାମୁଦ୍ରିକ କ୍ଷେତ୍ର ଏହାର ବାଣିଜ୍ୟର ପ୍ରାୟ 95% ପରିମାଣ କାର୍ଯ୍ୟ କରିଥାଏ। 1919 ମସିହାରେ SS ଲୟାଲ୍ଟି ଠାରୁ ଆରମ୍ଭ କରି ବିଶ୍ୱ ଜାହାଜ ଚଳାଚଳ ପାୱାର ହାଉସ୍ରେ ପରିଣତ ହେବା ପର୍ଯ୍ୟନ୍ତ ଭାରତ 7,500 କିଲୋମିଟରରୁ ଅଧିକ ଉପକୂଳ ଅଞ୍ଚଳ ଏବଂ 12ଟି ପ୍ରମୁଖ ବନ୍ଦର ସହିତ ବିଶ୍ୱର 16ଶ ବୃହତ୍ତମ ସାମୁଦ୍ରିକ ରାଷ୍ଟ୍ର ଭାବରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି। ନେପାଳରେ ଗତକାଲି ସନ୍ଧ୍ୟାରେ 5 ତୀବ୍ରତା ବିଶିଷ୍ଟ 2ଟି ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଜାଜରକୋଟ ନିକଟବର୍ତ୍ତୀ ପେଙ୍କ୍ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ମଧ୍ୟ ହାଲକା ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି, ତେବେ ଏଥିରେ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ନେପାଳର ରାଷ୍ଟ୍ରୀୟ ଭୂକମ୍ପ ସର୍ବେକ୍ଷଣ ଓ ଗବେଷଣା କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାତି 8ଟା 7 ମିନିଟ୍ରେ 5.2 ଏବଂ ରାତି 8ଟା 10 ମିନିଟ୍ରେ 5.5 ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି। IPL T20 କ୍ରିକେଟରେ ଗତକାଲି ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 12 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 203 ରନ୍ ସଂଗ୍ରହ କରିଥିଲା। ଓପନର ମିଚେଲ୍ ମାର୍ସ ଏବଂ ଏଡେନ୍ ମାକ୍ରମ୍ ଅର୍ଦ୍ଧଶତକ କରିଥିଲେ। ମିଚେଲ୍ 31 ବଲ୍ରୁ 60 ରନ୍, ମାକ୍ରମ୍ 38 ବଲ୍ରୁ 53 ରନ୍ କରିଥିଲେ। ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା 5ଟି ୱିକେଟ୍ ନେଇଥିଲେ। ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 5 ୱିକେଟ୍ ବିନିମୟରେ 191 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ସୂର୍ଯ୍ୟକୁମାର ଯାଦବ 43ଟି ବଲ୍ରୁ 67 ରନ୍ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। 3 ଦିନିଆ ଶ୍ରୀଲଙ୍କା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ହେବ ଦ୍ୱିପାକ୍ଷିକ ଆଲୋଚନା।
ବିମ୍ଷ୍ଟେକ୍ ଶିଖର ସମ୍ମିଳନୀ ଅବସରରେ ଭାରତ ନେପାଳ ଦ୍ୱିପାକ୍ଷିକ ଆଲୋଚନା ଅର୍ଥପୂର୍ଣ୍ଣ ଓ ଗଠନମୂଳକ ହୋଇଥିବା ସୂଚନା। ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଚଳନ କରିବ ନୂଆ ସିରିଜ୍ର 10 ଟଙ୍କିଆ ଓ 500 ଟଙ୍କିଆ ନୋଟ୍। ଦେଶରେ ସାମୁଦ୍ରିକ ଶିଳ୍ପର ଗୁରୁତ୍ୱ ଦର୍ଶାଇବା ପାଇଁ ଆଜି ପାଳିତ ହେଉଛି ଜାତୀୟ ସାମୁଦ୍ରିକ ଦିବସ ଏବଂ IPL T20 କ୍ରିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ 12 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାୟାଣ୍ଟସ୍। ସମ୍ବାଦ ଶେଷ ହେଲା।